ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଆପଣ ଭଲରେ ଥିବେ। ଆଜିର ଅନୁଚିନ୍ତା, ଯିଏ ଆପଣଙ୍କୁ ସାହାଯ୍ୟ କରୁଛି, ଯିଏ ଆପଣଙ୍କୁ ଅସୁବିଧା ବେଳେ ବା କଷ୍ଟରେ ଥିବା ସମୟରେ ଆପଣଙ୍କୁ ଥରଟେ ବି ସାହାଯ୍ୟ କରୁଛି, ତାକୁ ଆପଣ ସାହାଯ୍ୟ ନ କରନ୍ତୁ, କିନ୍ତୁ କେବେ କଷ୍ଟ ଦିଅନ୍ତୁ ନାହିଁ। କାରଣ ଆପଣଙ୍କୁ ଅସୁବିଧା ବେଳେ ସାହାଯ୍ୟ କରୁଥିବା ଲୋକଟା ଭଗବାନ ସଦୃଶ। ଆଜ୍ଞା, ଭଗବାନ ସିଧାସଳଖ କାହାକୁ ସାହାଯ୍ୟ କରନ୍ତିନି, କାହା ମାଧ୍ୟମରେ ଆପଣଙ୍କୁ ସାହାଯ୍ୟ କରିଥାନ୍ତି। ତେଣୁ ଯାହା ମାଧ୍ୟମରେ ଆପଣଙ୍କୁ ସାହାଯ୍ୟ କଲେ ସେ ଲୋକ ଭଗବାନଙ୍କ ପାଖ ଲୋକ ଆଉ ଭଗବାନ ଭଳି ଲୋକ। ଗୋଟେ ଛୋଟ କାହାଣୀଟେ, ଗୋଟେ ଛୋଟ କଥାଟେ ଆପଣଙ୍କୁ ଆଜି କହୁଛି। ଗୋଟେ କୁମ୍ଭୀର ଯେତେବେଳେ ମାଂସ ଖାଏ, କିଛି ମାଂସ ସେ କୁମ୍ଭୀର ଦାନ୍ତରେ ଲାଗି ରହେ, ଯାହାଫଳରେ କୁମ୍ଭୀର କେବେ ଚାହିଁଲେ ବି ତା ଦାନ୍ତରେ ଥିବା ମାଂସକୁ କାଢ଼ିପାରେ ନାହିଁ, ବହୁତ କଷ୍ଟ ଅନୁଭବ କରେ। ସେଥିପାଇଁ କୁମ୍ଭୀର ଖାଦ୍ୟ ଖାଇସାରିବାର କିଛି ସମୟ ପରେ ପାଟିକୁ ଆଁ କରି ଆକାଶକୁ ଚାହିଁ ରହେ। ଠିକ୍ এই ଚାହିଁ ରହିବା ପରେ କିଛି ନିରୀହ ପକ୍ଷୀ ଆସି ତା ଦାନ୍ତରେ ଲାଗୁଥିବା ମାଂସକୁ ଖୁମ୍ପି ଖୁମ୍ପି କାଢ଼ିଥାନ୍ତି। କିନ୍ତୁ କୁମ୍ଭୀର ଚାହିଁଥିଲେ ଠିକ୍ ସେହି ସମୟରେ ସେ ନିରୀହ ପକ୍ଷୀଙ୍କୁ ଶିକାର କରିପାରିଥାନ୍ତା, କିନ୍ତୁ କୁମ୍ଭୀର ସେମିତି କରେ ନାହିଁ। କାରଣ କୁମ୍ଭୀର ଜାଣିଛି, ଯଦି ସେମିତି କରିବ କେବେ ଆଉ ପକ୍ଷୀ ଆସି ତା ଦାନ୍ତରେ ଲାଗୁଥିବା ମାଂସକୁ କାଢ଼ିବେ ନାହିଁ। କହିବାର କଥା ହେଉଛି, ଆଉ ଯଦି କାଢ଼ିବେ ନାହିଁ ତେବେ କୁମ୍ଭୀର ଧୀରେ ଧୀରେ ଦାନ୍ତରେ ଲାଗୁଥିବା ମାଂସ ଇନଫେକ୍ସନ୍ ହେଇସାରିଲା ପରେ କୁମ୍ଭୀର ମରିଯିବ। ଏକଥା କୁମ୍ଭୀର ଜାଣିଛି, ତେଣୁ କୁମ୍ଭୀର ସେମିତି କରେନି। ଏଠି କ'ଣ ଆମେ ବୁଝୁଛନ୍ତି, ଯଦି ଗୋଟେ ପଶୁ ହେଇ ଗୋଟେ ଛୋଟ ନିରୀହ ପ୍ରାଣୀର କଥା ବୁଝିପାରୁଛି, ତା ସାହାଯ୍ୟର କଥା ବୁଝିପାରୁଛି, ଆମେ ମଣିଷ ହେଇକି କାହିଁକି ବୁଝିପାରିବାନି? ଆଉ ଯଦି ନ ବୁଝିପାରିବା, ଆମର ଶେଷ କଥା ଏହା ହେବ, ଆମେ ଅସୁବିଧାରେ ଥିବା, ଆମକୁ କେହି ସାହାଯ୍ୟ କରିବେ ନାହିଁ। ଯେତେବେଳେ ଗୋଟେ ଗ୍ଲାସ୍ରେ ଆଜ୍ଞା ପାଣି ଥାଏ, ସେ ଗ୍ଲାସ୍ ଆମକୁ ଭାରି ସୁନ୍ଦର ଲାଗେ। ସେ ଗ୍ଲାସ୍କୁ ଆମେ ଆପଣେଇଥାନ୍ତି, ଆମେ ଗ୍ଲାସ୍କୁ ୟୁଜ୍ କରିଥାନ୍ତି। ଯେତେବେଳେ ଗ୍ଲାସ୍ରୁ ପାଣିଟି ସରିଯାଏ, ଆମେ ଚୁପ୍ କିନା କହନ୍ତି, ଆରେ ଯିଏ ଘରେ ଥାଏ ତାକୁ କହନ୍ତି, ଆରେ ଗ୍ଲାସ୍ଟି ନେଇଯା, ମାନେ ଗ୍ଲାସ୍କୁ ସାଇଡ଼୍ କରିଦିଅନ୍ତି। ପୁଣି ଶୋଷ ଲାଗିଲେ ଗ୍ଲାସ୍କୁ ବ୍ୟବହାର କରନ୍ତି। କିଛି ମଣିଷ ଆଜ୍ଞା ସେମିତି ତାଙ୍କ ସ୍ୱାର୍ଥ ଥିଲା ପର୍ଯ୍ୟନ୍ତ ଆପଣଙ୍କୁ ବ୍ୟବହାର କରିବେ, ଆଉ ସ୍ୱାର୍ଥ ସରିଗଲେ ଆପଣଙ୍କୁ ସାଇଡ଼୍ କରିଦେବେ। ଠିକ୍ ଅଛି ଆଜ୍ଞା, ଯେଉଁମାନେ ସାଇଡ଼୍ କରିଦେଉଛନ୍ତି ସେଥିପାଇଁ ଆପଣଙ୍କର ମନ ଦୁଃଖ କରିବାର ଆବଶ୍ୟକ ନାହିଁ। କାରଣ ଆପଣ ଯେତିକି ସାହାଯ୍ୟ କରୁଛନ୍ତି ତା'ର 5 ଗୁଣରୁ 50 ଗୁଣ ପର୍ଯ୍ୟନ୍ତ ଭଗବାନ ଆପଣଙ୍କୁ ରିଟର୍ଣ୍ଣ ଦେବେ। ତେଣୁ ସାହାଯ୍ୟ କରି କାହା କତିରୁ ସାହାଯ୍ୟର ଆଶା ରଖନି, କିନ୍ତୁ ସାହାଯ୍ୟ କରୁଥିବା ଲୋକକୁ କେବେ କଷ୍ଟ ଦିଅନ୍ତୁନି, କାରଣ ଭଗବାନ ଅସନ୍ତୁଷ୍ଟ ହେବେ। ଆଶା କରୁଛି କଥାଟି ଭଲ ଲାଗିଥିବ। ଜୟ ଜଗନ୍ନାଥ।